ମୁଁ ତ କହିବି ବିନା ପିଆଜ ରସୁଣରେ ପୋଟଳରେ ଆଠୁ ଅଧିକା ସ୍ୱାଦିଷ୍ଟ ସହଜ ରେସିପି ଆଉ କିଛି ହେଇନପାରେ। ଆଜି ଆମେ ବିନା ପିଆଜ ରସୁଣରେ ଦହି ପୋଟଳ ତିଆରି କରିବା। ଯେକୌଣସି ଓଷା ବ୍ରତ ଦିନରେ ବା ଏମିତି ସ୍ପେଶାଲ ଦିନରେ ବା ପୋଟଳରେ କିଛି ନୂଆ ବନାଇବା ପାଇଁ ଚାହୁଁଥିଲେ ଏଇ ରେସିପି ଟ୍ରାଏ କରନ୍ତୁ, ଆପଣଙ୍କୁ ବହୁତ ପସନ୍ଦ ଆସିବ। ନମସ୍କାର, ଲତା ଓଡ଼ିଆ କିଚେନରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଦହି ପୋଟଳ ବନାଇବା ପାଇଁ ଏଠି ମୁଁ 400 ଗ୍ରାମର ଫ୍ରେଶ୍ ଦେଶୀ ପୋଟଳ ନେଇଛି। ଆପଣମାନେ ନିଜ ହିସାବରେ ପୋଟଳ କମ୍ ଅଧିକା କରିକି ନେଇପାରିବେ। ପ୍ରଥମେ ପୋଟଳକୁ ଚୋପା ସହିତ ବା ଗୋଟା ଭଲ ଭାବରେ ଧୋଇ ନେବା। ତାପରେ ପୋଟଳର ଆଗପାଖ ପଛପାଖକୁ କାଟି ନେବା ଆଉ ପିଲର ସାହାଯ୍ୟରେ ଟିକେ ଟିକେ ଗ୍ୟାପ୍ ରଖିକି ପୋଟଳର ଚୋପାକୁ ବାହାର କରିନେବା। ଠିକ୍ ଏଇଭଳି ଭାବରେ ଏବେ ଆମେ ପୋଟଳର ଗୋଟିଏ ପାଖରୁ ହାଲକାକି ଟିକେ ଚିରା ଲଗାଇ ନେବା। ଅପୋଜିଟ୍ ସାଇଡ଼୍ରୁ ମଧ୍ୟ ହାଲକାକି ଆଉ ଟିକେ ଚିରା ଲଗାଇ ନେବା। ପୋଟଳକୁ ଆମେ ଦୁଇ ସାଇଡ଼୍ରୁ କଟ୍ ଲଗାଇଲେ କିନ୍ତୁ କଟ୍ ମାର୍କଟା ଗୋଟିଏ ଲାଇନ୍ରେ ରହୁନି, ଦେଖିପାରୁଥିବେ। ତେର୍ଛା ହେଇକି ଆମେ କାଟିଛେ, ଏଇଭଳି କାଟିବେ। ଏମିତି କାଟିବା ଦ୍ୱାରା ପୋଟଳ ଗୋଟା ରହିବ ଆଉ ଭିତରକୁ ଭଲ ଭାବରେ ତେଲ ମସଲା ଯାଇପାରିବ। ଆଉ ପୋଟଳର ଚୋପାକୁ ଟିକେ ଟିକେ ଗ୍ୟାପ୍ ରଖି ଆପଣ ଯଦି ବାହାର କରିନେବେ ପୋଟଳ ଦେଖିବାକୁ ସୁନ୍ଦର ଲାଗିବ। ଦର୍ଶକ ବନ୍ଧୁ, ଆଜିର ଏହି ରେସିପି ଯଦି ଆପଣଙ୍କୁ ପସନ୍ଦ ଆସିବ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ଯଦି ଆପଣମାନେ ନୂଆ ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ଫଲୋ ତ ନିଶ୍ଚୟ କରିବେ। এইভাবে ভাবে এটি মু সবু পোটলকু কাটি নেইছি। এবে চালন্তু নেক্সট স্টেপকু যা। এপটে ফ্লেম অন করি বসাইছি গোটে কড়াই আর কড়াইরে 2-3 চামচ ଦେଇছি রাইস ব্রান অয়েল। আপন মানে রিফাইন তেল মধ্য নেই পারিবে। তেল গরম হয়ে গলা পরে কাটি রখিথিবা পোটলকু দবা আর সেইথিরে 2-3 পিঞ্চ হলদি গুଣ୍ଡ, অধা ছোট চামচ দেদবা লুণ। লুণ টিকে দেইকি ভাজিবা দ্বারা পোটল ভিতরটা ফিকা ফিকা লাগিবনি, টেস্ট ভালো আসিব। এবে আমি গ্যাসর ফ্লেমকু মিডিয়াম হাইরে রখিবা ଆଉ ପାଖାପାଖି ପୋଟଳକୁ 4-5 ମିନିଟ୍ ପର୍ଯ୍ୟନ୍ତ ଭାଜି ନେବା, ଯେମିତିକି ପୋଟଳର ଚାରି ସାଇଡ଼୍ରୁ ହାଲକା ହାଲକା କଲର୍ ଆସିଯିବ ଆଉ ପୋଟଳ ଅଧାରୁ ଅଧିକା ସିଝି ବି ଯିବ। ଆକୁ ଘୋଡ଼େଇବା ଦରକାର ନାହିଁ, ଏମିତି ଖୋଲା ରଖିବା ଆଉ ମଝିରେ ମଝିରେ ଟିକେ ଗୋଳେଇ ଗୋଳେଇ ଆମେ ଆକୁ ଭାଜିବା। ପାଖାପାଖି 5-6 ମିନିଟ୍ ପରେ ଦେଖିପାରୁଥିବେ ପୋଟଳ ଭାଜି ହେଇଗଲାଣି, ମାନେ ପୋଟଳର ଚାରି ସାଇଡ଼୍ରେ ହାଲକା ହାଲକା କଲର୍ ଆସିଯାଇଛି। ଏମିତି ହେଲା ପର୍ଯ୍ୟନ୍ତ ଆପଣମାନେ ଭାଜି ନେବେ। ଏବେ ପୋଟଳ ଭଜା ହେଇଗଲା, ଆକୁ ଗୋଟେ ପ୍ଲେଟ୍କୁ ବାହାର କରିବା ଆଉ ସାଇଡ଼୍ରେ ରଖିବା। ଏବେ ଚାଲନ୍ତୁ ଦହି ପୋଟଳ ପାଇଁ ମସଲା ରେଡ଼ି କରିବା। ସେଥିପାଇଁ ଗୋଟେ ଛୋଟ ବୋଲ୍ ନେଇଛି ଆଉ ସେଥିରେ ଗୋଟେ ଛୋଟ ଚାମଚ ଦେବା ଧନିଆ ଗୁଣ୍ଡ, ଗୋଟେ ଛୋଟ ଚାମଚ ଦେବା ଜିରା ଗୁଣ୍ଡ, ଅଧା ଛୋଟ ଚାମଚ ଦେବା ହଳଦୀ ଗୁଣ୍ଡ, ଗୋଟେ ଛୋଟ ଚାମଚ ଦେବା କାଶ୍ମୀର ରେଡ୍ ଚିଲି। ଏଥିରେ କଲର୍ ଭଲ ଆସିଥାଏ କିନ୍ତୁ ରାଗ ନଥାଏ। ସ୍ୱାଦ ଅନୁଯାୟୀ ଦେଇଦେବା ଲୁଣ ଆଉ ଅଧା ଛୋଟ ଚାମଚ ଦେବା ଚିନି। ଚିନି ଦେଲେ ଦହି ପୋଟଳ ମିଠା ଲାଗିବନି କିନ୍ତୁ ସବୁ ମସଲାର ଟେଷ୍ଟକୁ ବାଲାନ୍ସ କରିକି ରଖିବ। ଏବେ ଆମେ ଏଥିରେ ଅଧା ଗ୍ଲାସ୍ ଖଣ୍ଡେ ପାଣି ଦେଇକି ଭଲ ଭାବରେ ମସଲାକୁ ଗୋଳେଇ ନେବା ଆଉ ସାଇଡ଼ରେ ରଖିବା। ଏପଟେ ଦେଖନ୍ତୁ, ଯେଉଁ କଡ଼େଇରେ ଆମେ ପୋଟଳ ଭାଜିଥିଲେ ସେଇ କଡ଼େଇରେ ଅଳ୍ପ ଟିକେ ତେଲ ଥିଲା, ସେଇଥିରେ ଆଉ 2 ଚାମଚ ଖଣ୍ଡେ ଦେଇଛି ତେଲ। ତେଲ ଗରମ ହେଇଗଲା ପରେ କିଛି ଗୋଟା ମସଲା ଦେବା। ହାଫ୍ ଚାମଚ ଜିରା, 2-3ଟା ଗୁଜୁରାତି, 2 ଖଣ୍ଡ ଡାଲଚିନି, ହାଫ୍ ଚାମଚ ଗୋଟା ଗୋଲମରିଚ, 3-4ଟା ଲବଙ୍ଗ ଆଉ ଗୋଟେ ଚାମଚ ଦେବା ଅଦା ଛେଚା। ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଏସବୁକୁ ଆମେ କିଛି ସେକେଣ୍ଡ ପାଇଁ ଭାଜି ନେବା। ଟିକେ ବାସ୍ନା ଏଥିରୁ ଆସିଗଲା ପରେ ଆମେ ଯେଉଁ ସବୁ ମସଲାକୁ ପାଣିରେ ଗୋଳେଇକି ରଖିଥିଲେ ସେଇ ମସଲାକୁ ଏଥିରେ ଆମେ ଆଡ଼୍ କରିବା। ସବୁ ମସଲାକୁ ପାଣିରେ ଗୋଳେଇକି ଦେବା ଦ୍ୱାରା ଆପଣଙ୍କୁ ରେସିପି ବନେଇଲା ବେଳେ ସୁବିଧା ହେବ। ତା ଛଡ଼ା ମସଲା ଆପଣଙ୍କର ପୋଡ଼ିବାର ଚାନ୍ସ ରହିବନି। ଏବେ ଆମେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ମସଲାକୁ 3-4 ମିନିଟ୍ ପାଇଁ କଷିବା। 3-4 ମିନିଟ୍ ପରେ ଦେଖନ୍ତୁ ବହୁତ ଭଲ ଭାବରେ କଷି ହେଇଗଲା ଆଉ ମସଲାରୁ ତେଲ ମଧ୍ୟ ଛାଡ଼ି ଆସିଲାଣି। এই ଷ୍ଟେଜ୍ରେ ଭାଜି ରଖିଥିବା ପୋଟଳକୁ ଦେବା ଆଉ ଗୋଟେ ଛୋଟ ଚାମଚ ଦେଇଦେବା କସୁରୀ ମେଥି, ବହୁତ ଭଲ ବାସ୍ନା ଆସିବ। ଗୋଳେଇ ନେବା ଆଉ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ମସଲା ସହିତ ପୋଟଳକୁ ଆଉ 2-3 ମିନିଟ୍ ଖଣ୍ଡେ ଭଲ ଭାବରେ କଷି ନେବା। ମସଲାରେ ପୋଟଳ କଷି ହେଲା ଭିତରେ ଏପଟେ ଚାଲନ୍ତୁ ଅଲଗା ଗୋଟେ ମସଲାଟି ରେଡ଼ି କରିବା। ଏଠି ନେଇଛି ମୁଁ ଗୋଟେ ଗ୍ରାଇଣ୍ଡର ଜାର୍ ଆଉ ସେଇଥିରେ ମୁଁ ଦେଉଛି 9-10ଟା ଗୋଟା କାଜୁ। ଆପଣମାନେ ଗୋଟା କାଜୁ ଜାଗାରେ ଗୁଣ୍ଡ କାଜୁ ଗୋଟେ ବଡ଼ ଚାମଚ ନେଇପାରିବେ। ରାଗ ପାଇଁ 2-3ଟା ଦେବା ଶୁଖିଲା ଲଙ୍କା ଆଉ ଅଧା କପ୍ ବା 100 ଗ୍ରାମର ଦେବା ଫ୍ରେଶ୍ ଦହି। ଦହି ପୋଟଳ ବନାଉଛେ, ଦହିର ପରିମାଣ ଅଧିକା ରହିବ। ଧ୍ୟାନ ରଖନ୍ତୁ ଅଧିକା ଖଟା ଦହି ନେବେନି। ଏ ସବୁ ଜିନିଷକୁ ଏବେ ଆମେ ଗ୍ରାଇଣ୍ଡ କରିକି ନେଇ ଆସିବା, ଏକଦମ ଚିକଣ କରିକି ଗ୍ରାଇଣ୍ଡ କରିବେ। ତ ଗ୍ରାଇଣ୍ଡ ହେଇଗଲା, ସାଇଡ଼ରେ ରଖିବା। ଆଉ ଏପଟେ ଦେଖନ୍ତୁ ଆମର ପୋଟଳ ମସଲାରେ ମଧ୍ୟ କଷି ହେଇଗଲାଣି। ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଏକଦମ ସ୍ଲୋ କରିଦେବା ଆଉ ବାଟି ରଖିଥିବା କାଜୁ, ଦହି, କଞ୍ଚା ଲଙ୍କାକୁ ଏଇଥିରେ ଦେଇଦେବା। ଦହି କାଜୁ ବଟାକୁ ଦେଲାବେଳେ ବିଲକୁଲ ବି ଗ୍ୟାସ୍ର ଫ୍ଲେମ୍କୁ ହାଇ କରିବେନି, ନହେଲେ ଦହି ଛିଣ୍ଡି ଯାଇପାରେ। ଜାର୍କୁ ଧୋଇକି ଆଉ 3-4 ଚାମଚ ପାଣି ଦେବା ଆଉ ଭଲ ଭାବରେ ଗୋଳେଇ ନେବା। ଗୋଳେଇ ସାରିଲା ପରେ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍କୁ ନେଇ ଆସିବା। ମିଡ଼ିୟମ୍ ଫ୍ଲେମ୍ରେ ପୁଣି ଥରେ 3-4 ମିନିଟ୍ ପାଇଁ ସବୁକୁ ଭଲ ଭାବରେ କଷି ନେବା। ଏଇଠି ଦେଖିପାରୁଥିବେ ଦହି ବିଲକୁଲ ବି ଛିଣ୍ଡିନି
आउ काजू दही को एकदम चिकन करके बाटिकी आम एथिरे देइछि। देखि पड़थिबे ग्रेवीर टेक्सचर केते क्रीमी आछि। तो एठी 3-4 मिनिट कषे ही गला। देखंतु तेल मध्ये अलगा हे आसलानी। एबे कोन करबा आम एथिरे पानी दबा। गरम पानी दबा पाखापाखि 1.5 ग्लास रु 2 ग्लास। जदि आपण माने टिके झोल रखिया पई चाहिबे ताले अधिका करके टिके गरम पानी देई पारिबे। किंतु मु तो कहबी अत्यधिक झोल रखिबेनी, खाइबा को भल लागिबनी। टिके लटपटिया जुकजुकिया कि रहिले दही पोटल भल लागिबो। पानी देकी गोले साला परे हाई फ्लेम रे गोटे फुटा आसला पर्यंत फुटेबा। जितेबाला भल भाव में फुटीज तरकारी गैस फ्लेम को आम लो टू मीडियम को नहीं आसवा। कभर करके 7 रु 8 मिनिट पर्यंत सिझेबा बा कुक करबा। 8-10 मिनिट सिझिला परे कभर काढ़ी एथिरे आम आधा छोट चामच गरम मसला देकी भल भाव में गोली नबा और गैस फ्लेम को ऑफ कर नबा। एटी पोटल बहुत भल भाव में सिझी जाइए। ता सहित ग्रेवीर टेक्सचर आउ कलर देखंतु केते परफेक्ट आछि। मु जेमती की कहितली अधिका झोल मु रखुनी, एई भलिया लटपटिया ही रखिबी। देखंतु केते डेलीशियस ହେଇଛି। ए दही पोटल को आपण माने प्लेन राइस पलौ सहित रुटी परोटा पूरी सहित खाइबे बहुत बढ़िया लागिबो। बनांतु केमिति लागिला आपनक अनुभूति मो सहित शेयर करंतु। ताले आज पई रहूची पुणी आसीबी आ गोटे नुआ रेसिपी नेकी। से पर्यंत रहली नमस्कार बाय। जय जगन्नाथ।